ଭାରତରେ ଲୋକମାନଙ୍କ ମଧ୍ୟରେ ସଞ୍ଚୟ ମନୋଭାବ ବହୁ ଦିନରୁ ରହିଛି। ଆଧୁନିକ ଯୁଗରେ ହୋଇଥିବା ଆର୍ଥିକ ପରିବର୍ତ୍ତନ ସତ୍ତ୍ୱେ ଲୋକଙ୍କ ସଞ୍ଚୟ ମାନସିକତା ସେତେଟା ବଦଳି ନାହିଁ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତରେ ସଞ୍ଚୟ ହାର 30.2% ଅଛି, ଯାହାକି ବିଶ୍ୱର ହାରାହାରି ସଞ୍ଚୟ ହାର 28.2% ଠାରୁ ଅଧିକ। ଏହାଦ୍ୱାରା ସଞ୍ଚୟ ହାର କ୍ଷେତ୍ରରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଚୀନ ରହିଛି। ଚୀନର ସଞ୍ଚୟ ହାର 46.6% ଥିବାବେଳେ ଇଣ୍ଡୋନେସିଆରେ 38.1% ଏବଂ ରୁଷର 31.7% ରହିଛି। ଦେଶରେ ଲୋକଙ୍କ ସଞ୍ଚୟ ଅଭ୍ୟାସରେ ପରିବର୍ତ୍ତନ ଆସିଛି। ଲୋକମାନେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଦିଗ ଉପରେ ଗୁରୁତ୍ୱ ଦେଉଛନ୍ତି। 2011 ମସିହାରେ 50% ସାବାଳକଙ୍କ ପାଖରେ ଆନୁଷ୍ଠାନିକ ଭାବରେ ଆର୍ଥିକ ଆକାଉଣ୍ଟ ଥିବାବେଳେ ସମ୍ପ୍ରତି ଏହା 80%କୁ ବୃଦ୍ଧି ପାଇଛି। ପାରମ୍ପରିକ ସଞ୍ଚୟ ଧାରା ଯଥା ବ୍ୟାଙ୍କ ଜମା ଏବଂ ପାଖରେ ନଗଦ ଅର୍ଥ ରଖିବା ଆଦି ଏବେ ବି ଜାରି ରହିଥିଲେ ମଧ୍ୟ ନୂଆ ନୂଆ ନିବେଶ ପନ୍ଥାଗୁଡ଼ିକୁ ସଞ୍ଚୟକାରୀମାନେ ଆପଣାଉଛନ୍ତି। ମ୍ୟୁଚୁଆଲ ଫଣ୍ଡ ଏବଂ ଇକ୍ୱିଟି ପ୍ରତି ଲୋକଙ୍କର ପସନ୍ଦ ବଢ଼ୁଛି। ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ ପଞ୍ଜୀକରଣ ସଂଖ୍ୟା 2017-18 ତୁଳନାରେ 4 ଗୁଣା ବୃଦ୍ଧି ପାଇ 4.8 କୋଟିରେ ପହଞ୍ଚିଛି। ଷ୍ଟକ୍ ଓ ଡିବେଞ୍ଚରରେ ମଧ୍ୟ ନିବେଶ ବଢ଼ିଛି। ଫଳରେ ସଞ୍ଚୟ ରଣନୀତିରେ ବଡ଼ ଧରଣର ପରିବର୍ତ୍ତନ ଆସିଛି। 10 ବର୍ଷ ପୂର୍ବେ ଦେଶର ମୋଟ ଘରୋଇ ଉତ୍ପାଦରେ ସେୟାର ଓ ଡିବେଞ୍ଚରର ଯୋଗଦାନ ମାତ୍ର 0.2% ରହିଥିଲା, କିନ୍ତୁ 2023-24 ଆର୍ଥିକ ବର୍ଷରେ ଏହା 1%କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ରିପୋର୍ଟରୁ ଅନ୍ୟ ଯେଉଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ତାହା ହେଲା ଭାରତରେ ଲୋକଙ୍କର ନେଟ୍ ଆର୍ଥିକ ସଞ୍ଚୟରେ ବଡ଼ ଧରଣର ବୃଦ୍ଧି ଦେଖାଦେଇଛି। 2013-14 ଆର୍ଥିକ ବର୍ଷରେ ନେଟ୍ ଆର୍ଥିକ ସଞ୍ଚୟ 36% ରହିଥିଲା, କିନ୍ତୁ 2020-21ରେ ଏହା 52% ସ୍ତରକୁ ବୃଦ୍ଧି ପାଇଛି। ଅବଶ୍ୟ 2021-22 ଓ 2022-23ରେ ଏଥିରେ ସାମାନ୍ୟ ହ୍ରାସ ଘଟିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଟୁଡେ।